ପ୍ରଥମେ ମୁଁ ମୋ ନିଜ ଅନ୍ତରର କଥା କହୁଛି ଆପଣମାନଙ୍କୁ। ମୋ ଜୀବନରେ ତିନିଟା ଭଗବାନଙ୍କୁ ଆପଣମାନଙ୍କ ପାଖରେ ପାଇଲି। ପ୍ରଥମେ ପ୍ରଭୁ ଜଗନ୍ନାଥ, ଯିଏକି ସବୁବେଳେ ଅପେକ୍ଷା ଭିତରେ ମୋ ଉପରେ ସହାୟ ଅଛନ୍ତି। ଆଜି ପର୍ଯ୍ୟନ୍ତ ମତେ ଦୀର୍ଘ 60 ବର୍ଷ ଆପଣମାନଙ୍କର ସେବା କରିବାକୁ ନିରୋଗ ଏବଂ ସୁସ୍ଥ ରଖିଛନ୍ତି। ଦ୍ୱିତୀୟ ଭଗବାନ ମୋର ହେଲେ ଗୋବର ଗ୍ରାମବାସୀ, ଯୋଉମାନଙ୍କ ପାଖରେ ମୁଁ ଦୀର୍ଘ 40 ବର୍ଷ ଭିତରେ ମୋ ନିଜ ପରିବାର କଥା ଭୁଲି ଯାହା ମୁଁ ଚାହିଁଛି, ବାପାର ସ୍ନେହ, ମାର ସ୍ନେହ, ଭାଇର ସ୍ନେହ, ଭଉଣୀର ସ୍ନେହ, ବନ୍ଧୁର ସ୍ନେହ, ସାଙ୍ଗର ସ୍ନେହ, ଛାତ୍ରର ସ୍ନେହ, ମୋ ଜୀବନରେ ମୁଁ ହୁଏତ ପଇସା କମେଇ ନାହାନ୍ତି, କିନ୍ତୁ ଏଇ ଯୋଉ ଅମୂଲ୍ୟ ସମ୍ପଦ ରୂପର ସ୍ନେହ, ମମତା, ଭଲ ପାଇବା ମୋ ଜୀବନରେ ମୁଁ କୋଉଠି ପାଇନଥାନ୍ତି। ଭଗବାନ ମୋ ପାଇଁ ତୃତୀୟ ଦେବତା ହଉଛନ୍ତି ମୋ ମାମୁଁ ଶ୍ରୀଯୁକ୍ତ ଚନ୍ଦ୍ରମୋହନ ସାହୁ, ଯିଏକି ମୁଁ ପାଠ ପଢିବା ସମୟରେ ଯେତେବେଳେ ଶୁଣିଲେ ସୋପର ହାଇସ୍କୁଲରେ ଜଣେ ହିନ୍ଦୀ ଶିକ୍ଷକର ଆବଶ୍ୟକତା ଅଛି, ମୁଁ ଯେତେବେଳେ ରେଭେନ୍ସା ରେଭେନ୍ସା କଲେଜରୁ ଇକୋନୋମିକ୍ସ ପିଜି ସାରିଥିଲି। ଇକୋନୋମିକ୍ସ ପିଜି ସାରି ମୁଁ ମଧୁସୂଦନ ଆଇଟି ମହାବିଦ୍ୟାଳୟରେ ଲ କରୁଥିଲି, LLB ଯୋଉଟା କୁହାଯାଉଛି। 2 ବର୍ଷ ମୋର ସେତେବେଳକୁ ହେଇଥିଲା। ମୋର ପିଜି ପରୀକ୍ଷାର ଲାଷ୍ଟ ପରୀକ୍ଷାଟା ଥିଲା, ଲାଷ୍ଟ ଇୟରର। ସେତେବେଳେ ହଠାତ୍ ଦିନେ ମାମୁଁ ଆମ ଘରେ ପହଞ୍ଚିଲେ। କୋଉଠି ବୀର ସାହାରେ ଯିଏକି ମୋର ଭଗବାନ, ମୋ ପାଇଁ ମୋ ମାମୁଁଙ୍କ ପରି। ସେତେବେଳେ ରାସ୍ତାଘାଟ କିଛି ନଥିଲା, ଫୋନ ନଥିଲା, ମୋବାଇଲ ନଥିଲା। ହଠାତ୍ ଗୋଟେ ମୋ ମାମୁଁ ଆମ ଘରେ 3 ବର୍ଷ ଧରି ପାଠ ପଢୁଥିଲେ। ରେଭେନ୍ସା କଲେଜରେ ମାମୁଁ ଆମର ମ୍ୟାଥମେଟିକ୍ସ ପିଜି କରୁଥିଲେ, ଇକୋନୋମିକ୍ସରେ ପିଜି କରୁଥିଲି। ଯେହେତୁ ମୋ ସାନ ମାମୁଁଙ୍କର ବଡ ନାନୀ ସେ ଆମ ଘରେ 3 ଦିନ ରହିଥିଲେ, ସେ କଟକରେ ସୁବିଧା ଆମର ଯିବା ଆସିବା କରିବା ପାଇଁ। ତ ସିଏ ଜାଣିଥିଲେ ମୁଁ ହିନ୍ଦୀ ପରୀକ୍ଷାରେ ପାସ୍ କରୁଛି ସେଇ ସମୟରେ। ତେଣୁ ଯେତେବେଳେ ଆପଣଙ୍କ ଗାଁରେ ଜଣେ ହିନ୍ଦୀ ଶିକ୍ଷକର ଆବଶ୍ୟକତା ରହିଲା, ମାମୁଁ କହିଲେ ଆରେ ମୋର ଗୋଟେ ଭଣଜା ଅଛି ପଢୁଛି, ଆଉ ଯଦି ଆପଣମାନେ ଚାହିଁବେ ତାହେଲେ ମୁଁ ଭଣଜାକୁ ଆଣିପାରିବି। ସେତେବେଳେ ମୋ ମାମୁଁ ଗ୍ରାମବାସୀ ମାନଙ୍କ ପାଖରେ ଅତି ଲୋକପ୍ରିୟ ଥିଲେ। ମାମୁଁ ତାକୁ ପ୍ରତିଶ୍ରୁତି ଦେଲେ ମୁଁ ଯାଉଛି ମୋ ଭଣଜାକୁ ଡାକିକି ଆଣିବି। ସେତେବେଳେ ଏଇ ପାଖ ଗାଁ ଗୋଟେ ବାରୁଆ ଅଛି, ସେଠୁ ଜଣେ ହିନ୍ଦୀ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ସରିଯାଇଥିଲା। ରାତି ପାଇଥିଲେ ସିଏ ନିଯୁକ୍ତି ପାଇଥାନ୍ତେ ଏଠାରେ ହିନ୍ଦୀ ଶିକ୍ଷକ ରୂପେ। ମାମୁଁ ନିରକ୍ଷର ସେଦିନ ବହୁତ କଷ୍ଟ କରି ମୁଁ କଟକରେ ରହିଛି, ରୋଡର ସୁବିଧା ନାହିଁ, ଗାଡି ମଟର ସୁବିଧା ନାହିଁ, ରହି କରି ଗାଁରେ ମୋଟର ସାଇକେଲ ନାହିଁ, ସାଇକେଲ ଧରି ଯାଇ ଗୋଟେ କଟକକୁ ଡାକିକିନି ଆଣି କହିଲେ ଆସେ ତୁ ଆପଏଣ୍ଟମେଣ୍ଟ ହେଇଯିବୁ, ତାପରେ ତୁ ତୋର ପରୀକ୍ଷା କରୁ, ତାପରେ ଆସିବୁ ସ୍କୁଲକୁ ଆସିବୁ। ମାମୁଁଙ୍କ କଥା ମାନି ମତେ ବହୁତ ବାଟ ଧରିକିନି ନିରକ୍ଷର ମାମୁଁଙ୍କର ଆଣିଥିଲେ ପଢିଲା କରି। ବହୁତ କଷ୍ଟ ଆଜ୍ଞା ସେତେବେଳେ, ଯେହେତୁ ମୁଁ ସହରର ଛାତ୍ର ନଥିଲି, କିନ୍ତୁ ମଧ୍ୟମ ଧରଣର ସହରର ଛାତ୍ର ଥିଲି। ଛତିଆ ଗୋଟେ ଛୋଟିଆ ଟାଉନରେ। ତ ଯେତେବେଳେ ମୁଁ ଏଠିକି ଆସିଲି, ଲାଇନ ନାହିଁ, ଖାଇବାକୁ ନାହିଁ, ଗାଡି ମଟର ନାହିଁ, ମୁଁ ଚିନ୍ତା କଲି ମୁଁ ଏଠି ରହିଛି, ଆଉ ଗୋବର ଗାଁରେ ମୁଁ ହିନ୍ଦୀ ଶିକ୍ଷକ ରହିଥିଲି। ଯେତେବେଳେ ପ୍ରଥମେ ମୁଁ ଏଠି ଆପଏଣ୍ଟମେଣ୍ଟ ପାଇଲି, କିଛି ଦିନ ମାତ୍ର 15 ଦିନ ଖଣ୍ଡେ ମୁଁ ଆପଣମାନଙ୍କ ଗାଁରେ ରହିଥିଲି। ପ୍ରଥମ କଥା ମୁଁ କହୁଛି, ଯେତେବେଳେ ମୁଁ ସେଇ 15 ଦିନ ଭିତରେ ଲୋକଙ୍କ ସହ ମିଶିଲି, ମତେ ଲାଗିଲା ଯେମିତି ମୋର ସମସ୍ତ ବନ୍ଧୁବାନ୍ଧବ ମୋ ନିଜ ଲୋକ ଏଇଠି ଅଛନ୍ତି। ତେଣୁ ମୁଁ କଣ କଲି ନା, ଆଗ ପରୀକ୍ଷା ପାଠ ପଢା ସାରିଲି। ସାରିଲା ପରେ ମୋ ସାଙ୍ଗମାନେ କହିଲେ ଆରେ ଆଗକୁ ଅନ୍ୟାନ୍ୟ କମ୍ପିଟିସନରେ ନା କର୍ମ ମିଳୁନଥାଏ। ମାମୁଁ ମୋ ସବୁ କର୍ମ ମତେ ରଖିଥାନ୍ତି। ସେତେବେଳେ ମାମୁଁ ଥିଲା। ଆପଣ ମାନଙ୍କର ସ୍ନେହ ଭଲ ପାଇବା ମତେ ଏମିତି ବାନ୍ଧି ଦେଇଥିଲା ଆଜ୍ଞା, ମୁଁ ଭୁଲିଗଲି ମୋ ଘର ଛତିଆ ଏବଂ ମୁଁ ପାଠ ପଢୁଛି। ସବୁବେଳେ ମୁଁ ଚାହିଁଲି ମୋ ଗାଁରେ ଏଇଠି ମୁଁ ପଇସା ମିଳୁ ନ ମିଳୁ ମୁଁ ଲୋକମାନଙ୍କର ସେବା କରିବି। ତାପରେ ଆଜ୍ଞା ଆପଣ ମାନଙ୍କ ବିଷୟରେ ମୁଁ କିଛି କହିପାରିବିନି, କାହିଁକି ନା ସମୁଦ୍ର ଆପଣମାନେ ଏମିତି କୌଣସି ଲୋକ ନାହିଁ ସୋପର ଗାଁରେ ଯାହା ପାଖରେ ମୁଁ ଋଣୀ ହେଇନଥିଲି ଯେକୌଣସି ଭାବରେ। ଖାଲି କେତିକି କହୁଛି, ଭଗବାନ ଆପଣ ମାନଙ୍କର ଆଶୀର୍ବାଦ ମୋ ଉପରେ ରହନ୍ତୁ।
ଦୁଇଟା ଝିଅ ମୁଁ ସମୟ ଦେଇପାରିବି ସେମାନଙ୍କ ଦାୟିତ୍ୱ ନେବାକୁ ଏତିକି ଆଶୀର୍ବାଦ ମୋତେ କରନ୍ତୁ ଯେମିତି ମୁଁ ମୋର ପରିବାରର ସମସ୍ତ ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନ କରେ। ଆପଣମାନଙ୍କ ନିକଟରେ ଯଦି କିଛି ଭୁଲ କରିଥାଏ ଦୟାକରି ମୋତେ କ୍ଷମା କରିଦେବେ। ଆଉ କିଛି ମୁଁ କରିବା ପାଇଁ ଚାହୁଁନି।